ଏହିପରି ଦୁଃଖିନୀ ଜୀବନରେ ଆଜି କାନ୍ଦି କାନ୍ଦି ନିଜର ପତିଙ୍କର ଶବକୁ ଧରିଛି, ବାପାଙ୍କ ଶବକୁ ଧରିଛି। କହୁଛି ପ୍ରଭୁ, ଜନ୍ମ ହେଲିକି ମୋ ହାତରୁ ମା ଚାଲିଗଲେ, ବାପା ଭିକ ଦୁଃଖ କରି ମା ବାପାର ସମସ୍ତ ଭୂମିକା ନେଉଥିଲେ। ଆଜି ବର୍ତ୍ତମାନ ମୋ ଭାଗ୍ୟରେ ଅଛି ମୋ ସ୍ୱାମୀ ଏବଂ ମୋ ବାପା ମଧ୍ୟ ମୋ ଜୀବନରୁ ଚାଲିଗଲେ। ହେ ପ୍ରଭୁ, କେଉଁ ଦୁଃଖ ମୋତେ ପ୍ରଦାନ କରୁଛ? ଏହିପରି କାନ୍ଦୁଛି ଆଉ କାନ୍ଦୁଛି। ଏବଂ ଯେତେବେଳେ ଶବ ସତ୍କାର ସମୟ ହେଲା, ଶବ ଦାହ କରିଦେଲେ। ଶବ ଦାହ କରିସାରିକି ତାଙ୍କର ଶବ ସତ୍କାର କଲେ। ଅନ୍ତେଷ୍ଟି କ୍ରିୟାରେ ସମସ୍ତ ଜମିବାଡ଼ି ବିନୋଦକ ଦେଇଦେଲେ। ଆଉ ସେ ବିଚାର କଲା ବ୍ରାହ୍ମଣୀ ବୁଢ଼ୀ କ'ଣ କରୁଛି? ଗୁଣବତୀ ବ୍ରାହ୍ମଣୀ ଅବସ୍ଥାରେ ପ୍ରତ୍ୟେକ ପୂଜା ପାଠରେ ନିଜକୁ ସମର୍ପିତ କରିଦେଲେ। ଆଉ ଯେଉଁମାନେ ବିଧବା ଜୀବନ ଯାପନ ଅଛନ୍ତି, ସେ ବିଧବା ମା ମାନଙ୍କର ଧଳା ପୋଷାକ ଦରକାର। ଆଉ ସେଇ ବିଧବା ମା ମାନଙ୍କୁ ମାଛ ମାଂସ ଅଣ୍ଡା ଆମିଷ ଭୋଜନ ନିଷେଧ, ପିଆଜ ରସୁଣ ମଧ୍ୟ ନିଷେଧ। ସେ କେବଳ ଧଳା ପୋଷାକ ପରିଧାନ କରି ଚନ୍ଦନ ତିଳକ ମାଖି ଭଗବାନଙ୍କ କାମରେ ନିଜକୁ ଯୋଗଦାନ ଦେବେ। ଓ ମାୟା ସଂସାରରେ ଧ୍ୟାନ ଦେବା ତାଙ୍କ ପାଇଁ ସ୍ୱଚ୍ଛ ମନା ଅଟେ। ଆଉ ସେମାନେ କ'ଣ ହେଲେ? ଧଳା ପୋଷାକ ପରିଧାନ କଲେ ମାନେ ସେ ସେହି ଦିନ ଠାରୁ ବ୍ରହ୍ମଚାରୀର ପାଳନ କଲେ, ଋଷିମୁନି ପରି ଜୀବନ ଯାପନ କଲେ। ଆଉ ସେ ସାତ୍ବିକ ବିଚାର କଲେ। ଠିକ୍ ସେହିଭଳି ସାତ୍ବିକ ବିଚାର କରୁଛନ୍ତି କିଏ? ଗୁଣବତୀ। ଆଉ ସେ ଭଗବାନଙ୍କୁ ସବୁ ସମର୍ପିତ କରିଦେଲେ। ଆଉ କହୁଛନ୍ତି, ସକଳ କର୍ମ ପରିହରି ଗୋବିନ୍ଦ, ଦେବଚରଣେ ଆଶା କରି ଗୋବିନ୍ଦ, ଗୋବିନ୍ଦ 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 ଗୋବିନ୍ଦ। ସକଳ କର୍ମ ପରିହରି ଗୋବିନ୍ଦ, ଦେବଚରଣେ ଆଶା କରି ଗୋବିନ୍ଦ, ଗୋବିନ୍ଦ 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 ତାହାର ନିର୍ବାହର ଭାର ଗୋବିନ୍ଦ, ସକଳ ଗୋବିନ୍ଦ 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 সকল কর্ম পরিহরি যে মো চরণে আশ্রা করি, তাহার নির্বাহর ভার স্কন্দরে পূরণ। ভগবান কহুଛନ୍ତି, সমস্ত কর্মকে যে পরিত্যাগ করি যে মো চরণামৃত